हेलो फ्रेंड्स ମୁଁ ବରୁଣ ସାର୍ ସମସ୍ତଙ୍କୁ ସ୍ୱାଗତ ଜଣାଉଛି ଆପଣଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ବିଡି ଏଜୁକେସନକୁ। ଆଜି ଆମେ ଦଶମ କ୍ଲାସର ସୀତା ଏହା ବନଗମନର ଚତୁର୍ଥ ଶ୍ଲୋକଟି ପଢ଼ିବାକୁ ଯାଉଛେ। ଦେଖ, ବିବର୍ଣ୍ଣ ବଦନମ୍ ଦୃଷ୍ଟ୍ୱା ତମ୍ ପ୍ରକୀର୍ଣ୍ଣମ୍ ଅମର୍ଷଣମ୍ ଆହୋ ଦୁଃଖାଭିସନ୍ତପ୍ତା କିମ୍ ଇଦାନିମ୍ ଇଦମ୍ ପ୍ରଭୋ। ବିବର୍ଣ୍ଣ ବଦନମ୍ ମଳିନ ମୁଖ, ପ୍ରକୀର୍ଣ୍ଣ ମାନେ ଅତ୍ୟନ୍ତ ଦୁଃଖରେ, ଅମର୍ଷଣ ମାନେ ଅସହ୍ୟ, ଦୁଃଖାଭିସନ୍ତ ମାନେ ଶୋକାକୁଳା ଏବଂ କଣ ଦେଖିଲେ ନା ବିବର୍ଣ୍ଣ ବଦନମ୍ ମାନେ ମଳିନ ମୁଖ, ପ୍ରକୀର୍ଣ୍ଣ ମାନେ ଅତ୍ୟନ୍ତ ଦୁଃଖରେ। ଦେଖ ବୋଲେ ପ୍ରକୀର୍ଣ୍ଣମ୍ ପ୍ରକୀର୍ଣ୍ଣମ୍ ଯୁକ୍ତ ଅମର୍ଷଣମ୍, ଅମର୍ଷଣ ଅସହ୍ୟ, ପ୍ରକୀର୍ଣ୍ଣ ମାନେ ଅତ୍ୟନ୍ତ ଦୁଃଖରେ ଅସହ୍ୟ, ଦୁଃଖାଭିସନ୍ତପ୍ତା ଦୁଃଖ ଅଭିସନ୍ତପ୍ତା। ଦେଖ ବୋଲେ ଅଭିସନ୍ତପ୍ତା ହେଇଛି କଣ ସ୍ତ୍ରୀଲିଙ୍ଗରେ, ସୀତାକୁ କୁହାଯାଇଛି କଣ ଶୋକାକୁଳା। ଆଚ୍ଛା ଦେଖ, ଆମେ ଯଦି ଏହାକୁ ଅନୁୟ କରିବା କଣ ହବ ନା ବିବର୍ଣ୍ଣ ବଦନମ୍ ପ୍ରକୀର୍ଣ୍ଣମ୍ ଅମର୍ଷଣମ୍ ତମ୍ ଦୃଷ୍ଟ୍ୱା ଦୁଃଖାଭି ଅଭିସନ୍ତପ୍ତା ଆହୋ ପ୍ରଭୋ ଇଦାନିମ୍ ଇଦମ୍ କିମ୍, ଇଦାନିମ୍ ଇଦମ୍ କିମ୍। ଆଚ୍ଛା ଦେଖ ବୋଲେ ଏଠି କଣ ହେଇଛି, ଏଠି ଅଛି କଣ କିମ୍ ଇଦାନିମ୍ ଇଦମ୍, ଆମକୁ ସନ୍ଧି ହେଇଯିବ କଣ ହବ ନା କିମ୍ ଇଦାନିମ୍ ଇଦମ୍। ଦେଖ ଲେଖି ଦିଆହେଇଛି କିମ୍ କିମ୍ ଇଦାନିମ୍ ଇଦମ୍। ଆଚ୍ଛା ଦେଖ, କିମ୍ ଇଦାନିମ୍ ଇଦମ୍, କିମ୍ କହିଲେ କଣ, ଇଦାନିମ୍ କହିଲେ ବର୍ତ୍ତମାନ, ଏହା କଣ ବର୍ତ୍ତମାନ ବୋଲି ସେ କହିଲେ। କଣ କହିଲେ ନା ବିବର୍ଣ୍ଣ ବଦନମ୍ ଦୃଷ୍ଟ୍ୱା ଅର୍ଥାତ୍ ମଳିନ ମୁଖକୁ ଦେଖି, ଅତ୍ୟନ୍ତ ଦୁଃଖରେ ମଳିନ ମୁଖକୁ ଦେଖି ନା କିଏ କହିଲେ ନା ଆହୋ ମାନେ କଣ କହିଲେ ନା କହିଲେ ପଚାରିଲେ କିଏ ସତୀ ସୀତା ଯେ ପ୍ରଭୁ କିମ୍ ଇଦାନିମ୍ ଇଦମ୍ ମାନେ ବର୍ତ୍ତମାନ ଏହା କଣ। ଦେଖ ବୋଲେ ଏଠି ଶୋକ ଅର୍ଥ ଲେଖି ଦିଆଯାଇଛି, ମଳିନ ମୁଖ ଅତ୍ୟନ୍ତ ଦୁଃଖିତ ତା ଅସହ୍ୟ, ସେ ରାମଚନ୍ଦ୍ରକୁ ଦେଖି ଶୋକାକୁଳ ସୀତା ପଚାରିଲେ ପ୍ରଭୁ ବର୍ତ୍ତମାନ ଏହା କଣ। ବିବର୍ଣ୍ଣ ବଦନମ୍ ଦୃଷ୍ଟ୍ୱା ମଳିନ ମୁଖକୁ ଦେଖି ପ୍ରକୀର୍ଣ୍ଣମ୍ ଅମର୍ଷଣମ୍, ପ୍ରକୀର୍ଣ୍ଣମ୍ ଅମର୍ଷଣମ୍ ଅତ୍ୟନ୍ତ ଦୁଃଖରେ ଅସହ୍ୟ ହୋଇ ପଡିଥିବା ଶ୍ରୀ ପ୍ରଭୁ ଶ୍ରୀ ରାମଚନ୍ଦ୍ରକୁ ଦେଖି କିଏ କହିଲେ ନା ଦୁଃଖାଭି ଅଭିସନ୍ତପ୍ତା ମାନେ ଶୋକାକୁଳାରେ ଶ୍ରୀରାମଚନ୍ଦ୍ରଙ୍କର ଦୁଃଖରେ ଅନୁପ୍ରାଣିତ ହୋଇ ମାନେ ତାଙ୍କ ଦୁଃଖରେ ଭାଗିଦାରୀ ହୋଇ କିଏ ନା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଦୁଃଖରେ ମଳିନ ପଡିଥିବା ମୁଖକୁ ଦେଖି ମା ସୀତା ଶୋକାକୁଳା ପରିସ୍ଥିତିରେ ସେ କଣ କହିଲେ ଆହ ମାନେ ପଚାରିଲେ, କଣ ପଚାରିଲେ କିମ୍ ଇଦାନିମ୍ ଇଦମ୍ ମାନେ ଇଦାନିମ୍ କିମ୍ ମାନେ ଇଦାନିମ୍ କିମ୍ ମାନେ ବର୍ତ୍ତମାନ ଏହା କଣ, ହେ ପ୍ରଭୁ ଶ୍ରୀରାମଚନ୍ଦ୍ର ବର୍ତ୍ତମାନ ଏହା କଣ। ଅର୍ଥାତ୍ ଯଦି ଆମେ କଣ କହିବା, ଯଦି ଆମେ ଶ୍ଲୋକର ଅର୍ଥଟିକୁ ବୁଝିବା ତାହେଲେ କଣ ହବ ନା ଉକ୍ତ ଶ୍ଲୋକଟି ସୀତା ଏହା ବନଗମନରୁ ଆସିଅଛି, ତେଣୁ ଆମର କୁହାଯାଇଛି ରମ୍ୟା ରାମାୟଣୀ କଥା। ତେଣୁ ଏଠାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଯେତେବେଳେ ଅଯୋଧ୍ୟାର ରାଜା ହୋଇଥାନ୍ତେ, କିନ୍ତୁ ରାଜା ହେବା ପରିବର୍ତ୍ତେ ଜଙ୍ଗଲକୁ ଯିବାକୁ ପଡିବ ଏବଂ ଏହି ସମୟରେ ତାଙ୍କର ମୁଖମଣ୍ଡଳ ମଳିନ ପଡିଯାଇଥିଲା ଏବଂ ଅତ୍ୟନ୍ତ ଦୁଃଖରେ ଅସହ୍ୟ ହୋଇ ପଡିଥିଲେ। ତେଣୁ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ମଳିନ ମୁଖକୁ ଦେଖି ମା ସୀତା କଣ କଲେ ନା ତାଙ୍କ ଶୋକାକୁଳ ପରିସ୍ଥିତିରେ ମା ସୀତା ନା ପ୍ରଭୁ ଶ୍ରୀରାମଚନ୍ଦ୍ରକୁ ପଚାରିଲେ ଯେ ବର୍ତ୍ତମାନ ଏହା ପ୍ରଭୁ କଣ। କାରଣ ନା ସତୀ ସୀତା ପତିବ୍ରତା ନାରୀ ହୋଇଥିବାରୁ ସ୍ୱାମୀଙ୍କର ଦୁଃଖରେ ଦୁଃଖିତ ହୋଇ ମ୍ରିୟମାଣ ହୋଇ ସେ ପ୍ରଭୁ ଶ୍ରୀରାମଚନ୍ଦ୍ରକୁ ପଚାରିଲେ ନା ବର୍ତ୍ତମାନ ଏହା କଣ, କିମ୍ ଇଦାନିମ୍ ଇଦମ୍ ମାନେ ବର୍ତ୍ତମାନ ଏହା କଣ, ହେ ପ୍ରଭୁ ବର୍ତ୍ତମାନ ଏହା ମୁଁ କଣ ଦେଖିବାକୁ ପାଉଛି। ଆଚ୍ଛା ଦେଖ ପିଲେ କଣ ହେଇଛି ନା ଯଦି ଆମେ ସମାସ କରିବା କଣ ହବ, ବିବର୍ଣ୍ଣ ବଦନମ୍, ବିବର୍ଣ୍ଣ ବଦନମ୍ ଯସ୍ୟ ତମ୍ ବହୁବ୍ରୀହି ସମାସ ହବ। ଅମର୍ଷଣ ମାନେ ନ ବିଦ୍ୟତେ ମର୍ଷଣମ୍ ଯସ୍ୟ ତମ୍ ବହୁବ୍ରୀହି,
ଦୁଃଖାଭିସତମତା ମାନେ ଦୁଃଖେନ ଅଭିସତମତା ତୃତୀୟା ତତ୍ପୁରୁଷ। ଦୁଃଖେନ ଅଭିସନ୍ତପ୍ତା ତୃତୀୟା ତତ୍ପୁରୁଷ। ଆଉ ସନ୍ଧି ଯଦି କରିବା କିମ୍ ଇଦାନିମ୍ ଇଦମ୍ ହେଇଗଲା କ'ଣ ଆମର ନା କିମ୍ ଇଦାନିମ୍ ଇଦମ୍। କିମ୍ ଇଦାନିମ୍ ଇଦମ୍। ଆଉ ଏଠି ଅଛି କ'ଣ ନା ପ୍ରକ୍ଷୀର୍ଣ୍ଣମ୍ ଅମର୍ଷଣମ୍। ପ୍ରକ୍ଷୀର୍ଣ୍ଣମ୍ ଅମର୍ଷଣମ୍। ପ୍ରକ୍ଷୀର୍ଣ୍ଣମ ମାନେ କ'ଣ ନା ଅତ୍ୟନ୍ତ ଦୁଃଖରେ, ଅମର୍ଷଣ ମାନେ କ'ଣ ନା ଅସହ୍ୟ। ତେଣୁ ଆଉ ଆମର ଯଦି ପ୍ରକୃତି ପ୍ରତ୍ୟୟ କରିବା ପ୍ରକ୍ଷୀର୍ଣ୍ଣମ ପ୍ରକ୍ଷିତ ପ୍ରକ୍ଷୀର୍ଣ୍ଣମ ପ୍ରକ୍ଷିଦିତ ପ୍ରତ୍ୟୟ ମର୍ଷଣମ ଲ୍ୟୁଟ ପ୍ରତ୍ୟୟ ଏବଂ ଅଭିସନ୍ତପ୍ତା ଅଭିସନ୍ତପ୍ତ। ତେଣୁ ଅଭିସନ୍ତପ୍ତା ଟା ପ୍ରତ୍ୟୟ ହେଇଯିବ ସ୍ତ୍ରୀଲିଙ୍ଗରେ ଯେହେତୁ ଅଭିସନ୍ତପ୍ତା ମା ସୀତାକୁ କୁହାଯାଇଛି ତେଣୁ ଏଠି ଆମର ସ୍ତ୍ରୀଲିଙ୍ଗରେ କ'ଣ ହେଇଛି ନା ଅଭିସନ୍ତପ୍ତା ରହୁଛି। ଯଦି ଭିଡ଼ିଓଟି ସମସ୍ତଙ୍କୁ ପସନ୍ଦ ଲାଗିଥାଏ ସମସ୍ତେ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବେ ନାହିଁ।